ଦେଖନ୍ତୁ ବନ୍ଧୁମାନେ, ଏ ଲଙ୍କା ଗଛ ଗୁଡ଼ିକ କେତେ ସୁନ୍ଦର ହେଇଛି। ଏଥିରେ କେତେ ସୁନ୍ଦର ଫଳ ସବୁ ହେଇଛି। କେତେ ବଡ଼ ବଡ଼ ଲଙ୍କା ହେଇଛି ଦେଖନ୍ତୁ। ଏ ଲଙ୍କା ଗଛଟାରେ ଦେଖନ୍ତୁ କେତେ ଲଙ୍କା ସବୁ ହେଇଛି। ଗଛରେ ଏତେ ଲଙ୍କା ରହିବାର ତାର ରହସ୍ୟ ମଧ୍ୟ ରହିଛି। ତାର ବିଶେଷ ଯତ୍ନ ମଧ୍ୟ ନିଆଯାଇଛି। এই ଲଙ୍କା ଗଛ ଗୁଡ଼ିକ ଦେଖନ୍ତୁ, ଏ ଫୁଲ ଗୁଡ଼ିକ ସବୁ ରହିଛି ଦେଖନ୍ତୁ। ଇଏ ବି ଗୋଟେ ବି ପଡ଼ିନି। ଏହାର ବିଶେଷ ଯତ୍ନ ନିଆଯାଇଛି। ରହସ୍ୟ ଅଛି ଏହାର, ମୁଁ କହିବି ଆପଣମାନଙ୍କୁ। এই ଗଛ ଗୁଡ଼ିକ ମଧ୍ୟ ଦେଖନ୍ତୁ କେତେ ସୁନ୍ଦର ହେଇଛି। ଏ ଦେଶୀ ଲଙ୍କା। ଏ ପତ୍ର ଗୁଡ଼ିକ ସବୁ ଝାଉଁଳି ଯାଉଥିଲା, ଏବଂ ବିଶେଷ ଯତ୍ନ ନିଆଯାଇଛି। ଇଏ ଦେଖନ୍ତୁ, ଇଏ ମଧ୍ୟ ଗୋଟେ ଦେଶୀ ଲଙ୍କା ଗଛ। କେତେ ସୁନ୍ଦର ଫଳ ହେଇଛି, ଲଙ୍କା ସବୁ ଫଳିଛି। ଆଉ ଏଥିରେ ଦେଖନ୍ତୁ ଫୁଲ ଫଳ ସବୁ ମିଶିକି ଅଛି। ଏଥିରେ ମଧ୍ୟ ଇଏ ଗୋଟେ ଦେଖନ୍ତୁ, ଏ ଲଙ୍କା ଗଛ ଗୁଡ଼ିକରେ ଫଳ ଏବଂ ଫୁଲ ରହିବାର ତାର ମୁଖ୍ୟ ରହସ୍ୟ ରହିଛି। କ'ଣ ସେ ରହସ୍ୟ? ନା ଏ ଗଛ ମୂଳରେ ଆପଣମାନେ ପ୍ରତିଦିନ ଚା ପିଉଥିବେ। ସେ ଚା ପତି ସବୁ ପକା ହେଇଛି ଏବଂ ପରିବା ଚୋପା ତାକୁ ପଚେଇ ସଢ଼େଇ ତାର ପାଣିକୁ ଗଛ ମୂଳରେ ସବୁ ଦିଆହେଇଛି। ଏବଂ ଗଛ ଉପରେ କ'ଣ କରାହେଇଛି ନା, ଗଛ ଉପରେ ଆପଣମାନେ କ୍ଲିନିକ୍ ପ୍ଲସ୍ ସାମ୍ପୁ ସବୁ ମୁଣ୍ଡରେ ଦେଉଥିବେ ଏବଂ ସେଇ ସାମ୍ପୁ ପାଣିକୁ ଗଛ ଉପରେ ସବୁ ସ୍ପ୍ରେ କରାହେଇଛି। ଯଦି ଆପଣମାନେ ସାମ୍ପୁ ପାଣି ସ୍ପ୍ରେ କରିବେ, କ'ଣ ହେବ